ଦୋଳ ଶବ୍ଦ ଦୋଳା ଶବ୍ଦର ଏକ ରୂପାନ୍ତର। ଓଡ଼ିଆରେ ଏହା ଦୋଳି। ଯେଉଁ ପର୍ବରେ ରାଧାକୃଷ୍ଣ ଦୋଳାରେ ବସି ଝୁଲନ୍ତି ତାହା ଦୋଳ ପର୍ବ। ଏହା ଏକ ବସନ୍ତକାଳୀନ ଉତ୍ସବ। ଏଥିରେ ଶ୍ରୀକୃଷ୍ଣ ମଦନ ମୋହନ ଭାବରେ ଉପାସିତ ହୋଇଥାନ୍ତି। କାରଣ ବସନ୍ତ ଉତ୍ସବ ମୁଖ୍ୟତଃ ମଦନ ଉତ୍ସବ। ଏ ସମ୍ପର୍କରେ ଗୋଟିଏ ଲୋକପ୍ରିୟ ବୈଷ୍ଣବ ଗୀତି ଅଛି। ଅବିରତେ ଅବିରତେ ଅବିର ଉଡ଼ାଓଗୋ ମଦନ ମୋହନ ଅଙ୍ଗେ ଅଙ୍ଗକୁ ଜଡ଼ାଓଗୋ। ସଦ୍ଗୁରୁ ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବ ତାଙ୍କ ତତ୍ତ୍ୱମାଳା ପୁସ୍ତକର ଶ୍ରୀ ଶ୍ରୀ ଦୋଳଯାତ୍ରାରେ ଏହାକୁ ପ୍ରକୃତି ପୁରୁଷ ତତ୍ତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଅନାଦି କାଳରୁ ପୁରୁଷ ସଂସାରୀ ଭାବରେ ପ୍ରକୃତିଠାରେ ଅନୁରକ୍ତ। ଉଭୟଙ୍କର ପ୍ରଣୟ ସୁଗଭୀର ଓ ଚିରନ୍ତନ। ଅନାଦି କାଳରୁ ଏହି ପ୍ରେମାନନ୍ଦର ଧାରା ପ୍ରବାହିତ ହୋଇଆସୁଛି। ପୁରୁଷ ଓ ପ୍ରକୃତିଙ୍କର ପ୍ରଣୟ ହିଁ ଯଥାର୍ଥ ପ୍ରେମ ପଦବାଚ୍ୟ। ଏହି ପ୍ରେମ ଅତୁଳନୀୟ, ନିତ୍ୟ ଓ ଅପ୍ରମେୟ। ବସନ୍ତ ଲୀଳା ସେହି ପ୍ରକୃତି ପୁରୁଷଙ୍କର ପ୍ରେମ ଲୀଳା। ଋତୁରାଜ ବସନ୍ତର ସମସ୍ତ ଶୋଭା ମଧ୍ୟରେ ସେହି ପ୍ରେମମୟୀଙ୍କର ଅଦ୍ଭୁତପୂର୍ବ ବିକାଶ। ଶ୍ରୀରାଧାଙ୍କୁ ଦେଖିଲେ ମନେହୁଏ ମଧୁରତା ସତେ ଯେପରି ବସନ୍ତ ସହିତ ମିଶ୍ରିତ ହୋଇଅଛି। ପ୍ରେମ ସତେ ଯେପରି ସମସ୍ତ ସୁନ୍ଦରୀଙ୍କର ସୌନ୍ଦର୍ଯ୍ୟ ମଧ୍ୟରେ ପ୍ରସ୍ଫୁଟିତ ହୋଇଅଛି ଏବଂ ସମସ୍ତ ସୁନ୍ଦରୀ ଯେପରି ସର୍ବଶ୍ରେଷ୍ଠ ସୁନ୍ଦର ଅର୍ଥାତ୍ ଚିରସୁନ୍ଦରଙ୍କର ସହିତ ରମଣ ନିମିତ୍ତ ଅନୁରକ୍ତା ଓ ଉତ୍କଣ୍ଠିତା। ବସନ୍ତ କାଳରେ ସେହି ସର୍ବଶ୍ରେଷ୍ଠ ସୁନ୍ଦରୀ ପ୍ରକୃତି ଦେବୀ ପ୍ରେମରେ ପରିପୂର୍ଣ୍ଣ ହୋଇ ସର୍ବସୁନ୍ଦର ଆକର ଶ୍ରୀକୃଷ୍ଣଙ୍କର ଅଙ୍ଗ ଦେଶରେ ଶୋଭା ପାଇଥାନ୍ତି। ଏ ସମ୍ପର୍କରେ ଆହୁରି ମଧ୍ୟ କହିଛନ୍ତି, ସେମାନେ ଏହି ପ୍ରେମ ଦେବତାଙ୍କୁ ମଦନ ଓ ଏହି ଚିର ଆସକ୍ତିକୁ ରତି ନାମ ପ୍ରଦାନ କରିଛନ୍ତି। ଭକ୍ତ ସେହି ଯୁଗଳ ମୂର୍ତ୍ତିଙ୍କ ଧ୍ୟାନରେ ମୋହିତ ହୋଇ ତାଙ୍କୁ ପୂଜା କରିବାରେ ଲାଗିଛି। ସେହି ପୂଜା ଉତ୍ସବ ରୂପେ ଘୋଷିତ ହୋଇଛି। ଜଗତରେ ତାହା ଆଦର୍ଶ ପ୍ରେମର ପୂଜା ରୂପରେ ପ୍ରତିଷ୍ଠିତ ହୋଇଛି। ଏହା ହିଁ ଦୋଳ ପର୍ବ ବା ଦୋଳ ଉତ୍ସବର ତାତ୍ପର୍ଯ୍ୟ। ଏଣୁ ଏହି ମନୋତ୍ସବ ହିଁ ଶ୍ରୀ ରାଧାକୃଷ୍ଣଙ୍କର ଦୋଳଲୀଳା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ।